2009 ମସିହା ବ୍ରାୟନ୍ ସିମନ ସେ ଦାବି କରିଥିଲେ ଯେ ପରମେଶ୍ୱର ତାଙ୍କୁ ଏକ ନୂଆ ପ୍ରକାଶନ ଦେଇଅଛନ୍ତି ଆଉ ସେ ଏକ ନୂତନ ଧରଣର ବାଇବେଲ ଲେଖିବା ପାଇଁ ଯାଉଛନ୍ତି। ସେଥିପାଇଁ ପରମେଶ୍ୱର ତାଙ୍କୁ ନିଯୁକ୍ତ କରିଛନ୍ତି। ଆଉ ଯଦି ଆମେ ବ୍ରାୟନ୍ ସିମନ୍ସଙ୍କ ବିଷୟରେ ଦେଖିବା ତେବେ ତାଙ୍କର କୌଣସି ନଲେଜ ନଥିଲା। ନଲେଜ କ'ଣ? ତାଙ୍କ ନଲେଜ ହିବ୍ରୁ, ଗ୍ରୀକ୍, ଲାଟିନ୍, ଅରାମିକ୍ ଏଇଭଳି ଯେଉଁ ବାଇବେଲ ଭାଷା ଗୁଡ଼ିକ ରହିଅଛି ମୂଳ ଭାଷା ଗୁଡ଼ିକ ଏହି ବିଷୟରେ ତାଙ୍କର କୌଣସି ନଲେଜ ହିଁ ନଥିଲା। ତଥାପି ସେ ଦାବି କରୁଥିଲେ ଯେ ପରମେଶ୍ୱର ମୋତେ ଏକ ପ୍ରକାଶନ ଦେଇଛନ୍ତି ଆଉ ମୋତେ ବାସିଛନ୍ତି ଯେ ମୁଁ କ'ଣ କରିବି, ଏକ ନୂତନ ପ୍ରକାଶନ ମୁଁ ଲେଖିବି, ନୂତନ ବାଇବେଲ ମୁଁ ଲେଖିବି। ତାପରେ ସେ ଏହି ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ ଯେ ପରମେଶ୍ୱର ମୋତେ ଏକ ପ୍ରକାଶନ ଦେଇଅଛନ୍ତି ଆଉ ପରମେଶ୍ୱର ମୋତେ ନିଯୁକ୍ତ କରିଅଛନ୍ତି ଯେ ତୁମେ ଏକ ନୂଆ ପ୍ରକାର ବାଇବେଲ ତୁମେ ଲେଖିବ। କିନ୍ତୁ ଲୋକମାନେ ତାଙ୍କୁ ବହୁତ ବିରୋଧ କରିବାକୁ ଲାଗିଲେ, କାରଣ ଲୋକମାନେ କହିଲେ ତୁମର ତ ହିବ୍ରୁ, ଗ୍ରୀକ୍ ଭାଷାରେ କୌଣସି ନଲେଜ ନାହିଁ, ମୂଳ ଭାଷା ତୁମେ ଜାଣିନ ଯେଉଁ ଭାଷାରେ ବାଇବେଲ ଲେଖାଯାଇଥିଲା। ତୁମେ କିପରି କହୁଅଛ ଯେ ମୁଁ ବାଇବେଲ ଲେଖିବି ବୋଲି? ଏହାର ଜବାବରେ ବ୍ରାୟନ୍ ସିମନ୍ସ ଉତ୍ତର ଦେଇଥିଲେ ଯେ ମୁଁ ଯେତେବେଳେ ମୋ ରୁମ୍ରେ ଥିଲି, କୋଠରୀ ଭିତରେ ଥିଲି, ସେତେବେଳେ ପ୍ରଭୁ ଯୀଶୁ ଆସିଲେ ଏବଂ ମୋତେ ଛୁଇଁଲେ ଏବଂ ମୋତେ ଅନୁଭବ ହେଲା ଯେପରି ଏକ ଚିପ୍ ମୋ ମୁଣ୍ଡ ଭିତରେ ପ୍ଲାଣ୍ଟେସନ୍ କରିଦିଆଯାଇଛି। ଆଉ ମୁଁ ଶେଷରେ ଅନୁଭବ କଲି ଯେ ମୁଁ ସବୁ ଭାଷାକୁ ମୁଁ ଜାଣିପାରିବି ଆଉ ମୁଁ ସବୁ ଭାଷାରେ ଯେକୌଣସି ବାଇବେଲ ମଧ୍ୟ ଲେଖିପାରିବି। କିନ୍ତୁ ପରମେଶ୍ୱର ମୋତେ ଏକ ନୂତନ ଧରଣର ବାଇବେଲ ମୋତେ ଲେଖିବା ପାଇଁ କହିଛନ୍ତି, କାରଣ ପରମେଶ୍ୱର ମୋତେ ଛୁଇଁଛନ୍ତି, ନିଜେ ଆସିକି ମୋତେ ଟଚ୍ କରିଛନ୍ତି। ତାପରେ ଆଉ ଏକ ଷ୍ଟୋରି ତାପରେ ସାମ୍ନାକୁ ଆସିଲା। ତାପରେ ବ୍ରାୟନ୍ ସିମନ୍ସ କହିଥିଲେ ଯେ ପାସିଆନ୍ ନାମରେ ଜଣେ ସ୍ୱର୍ଗଦୂତ ସେ ମୋ ପାଖକୁ ଆସିଲେ ଆଉ ସେ କହିଲେ ତୁମେ ଏକ ବାଇବେଲ ଲେଖ ଯାହାର ନାମ ହେବ ଦ ପାସିଆନ୍ ଟ୍ରାନ୍ସଲେସନ୍। ଯଦି ଆମେ ଦେଖିବା ଏ ପୃଥିବୀରେ 736 ଭାଷାରେ ଅଲରେଡ଼ି ବାଇବେଲକୁ ଟ୍ରାନ୍ସଲେସନ୍ କରାହେଇଛି। ତାପରେ ମୂଳ ଭାଷା ହିବ୍ରୁ, ଗ୍ରୀକ୍, ଲାଟିନ୍ ଏବଂ ଅରାମିକ୍ ଭାଷାରେ। ଆଉ ଯେଉଁ ଟ୍ରାନ୍ସଲେସନ୍ କରାଗଲା ସେଥିମଧ୍ୟରେ 8ଟି ମୁଖ୍ୟ ବାଇବେଲ ରହିଅଛି, ଯେଉଁଟାକି କେଜେଭି, ଏନ୍କେଜେଭି, ଇଏସ୍ବି, NIV, NASB, NLT ଆଉ CSB, AMP ଏହିପରି ମୁଖ୍ୟ 8ଟି ବାଇବେଲ ଟ୍ରାନ୍ସଲେସନ୍ କରାଗଲା ତାପରେ ମୂଳ ଭାଷାରୁ। ଆଉ ଯଦି ଆମେ ଦେଖିବା ପୃଥିବୀ ସାରା ଲୋକମାନେ ଏହାକୁ ବ୍ୟବହାର କରିଆସୁଛନ୍ତି। ଏହିସବୁ ଟ୍ରାନ୍ସଲେସନ୍ ଏମିତି ହେଇନଥିଲା, କାରଣ ଏହାର ଟ୍ରାନ୍ସଲେସନ୍ କରିବା ନିମନ୍ତେ ଅରିଜିନାଲ ଭାଷାର ନଲେଜ ନିହାତି ଦରକାର। ଆଉ ଏକ ବଡ଼ ବଡ଼ ଟିମ୍ ସେମାନେ ସେମାନଙ୍କର ପ୍ରଚେଷ୍ଟା ଫଳରେ ଆଉ ଏହିସବୁ ବାଇବେଲ ଗୁଡ଼ିକ ଟ୍ରାନ୍ସଲେଟ୍ ହେଇପାରିଥିଲା। ଆଉ ସେଇ ଯେଉଁ ବଡ଼ ବଡ଼ ଟିମ୍ ଥିଲେ ଯେଉଁମାନେ କି ମୂଳ ଭାଷାରୁ ବାଇବେଲକୁ ଟ୍ରାନ୍ସଲେସନ୍ କରିବେ, ଆଉ ସେଇମାନେ ହିବ୍ରୁ, ଗ୍ରୀକ୍, ଲାଟିନ୍ ଏବଂ ଅରାମିକ୍ ଭାଷାରେ ସେମାନେ ପୋଖତ ଥିଲେ, ସେମାନେ ପ୍ରବୀଣ ଥିଲେ। କେବଳ ଏତିକି ନୁହେଁ, ସେମାନଙ୍କୁ ବାଇବେଲ ପ୍ରତ୍ନତତ୍ତ୍ୱ, ଐତିହାସିକ ଓ ଭୌଗୋଳିକ ଜ୍ଞାନର ମଧ୍ୟ ଭରପୁର ଜ୍ଞାନ ଥିଲା ସେମାନଙ୍କ ପାଖରେ। ଆଉ 1611ରେ KJV ମାନେ କିଙ୍ଗ ଜେମ୍ସ ଭର୍ସନ୍ ଦୁନିଆର ସବୁଠାରୁ ବେଷ୍ଟ ଟ୍ରାନ୍ସଲେସନ୍ ବାଇବେଲ ଥିଲା ଆଉ ଆଜି ମଧ୍ୟ ରହିଅଛି। କିନ୍ତୁ ପ୍ରତ୍ୟେକ ସମୟରେ ବ୍ରାୟନ୍ ସିମନ୍ସ, ଯୋସେଫ୍ ସ୍ମିଥ୍ ନାମରେ ଲୋକମାନେ କିଛି କିଛି ରେଭେଲେସନ୍କୁ ନେଇ ଆସିଛନ୍ତି ଆଉ ସେମାନେ କହନ୍ତି ଯେ ଯୀଶୁ ଆମକୁ ଦେଖା ଦେଇଛନ୍ତି, ଯୀଶୁ ଆମକୁ କଥା କହିଛନ୍ତି, ଯୀଶୁ ଆମକୁ ଏହା କହିଛନ୍ତି ଲେଖିବା ପାଇଁ। ଏ ସମସ୍ତ ବିଷୟ ସେମାନେ କହନ୍ତି। ଆଉ ମୁଖ୍ୟତଃ ସେମାନେ 4ଟି ବିଷୟ କହନ୍ତି ଯେ ଆମକୁ ପ୍ରଭୁ ଆମକୁ କଥା କହିଛନ୍ତି, ଡାଇରେକ୍ଟ ଈଶ୍ୱର ଆମକୁ କଥା କହିଛନ୍ତି। ଆଉ ସେମାନେ ପ୍ରଭୁ ଆମକୁ ଏକ ମିଶନ ଦେଇଛନ୍ତି ଏ ବାଇବେଲକୁ ଲେଖିବା ନିମନ୍ତେ। ଆଉ ଆମମାନଙ୍କୁ ପ୍ରଭୁ ସିକ୍ରେଟ ନଲେଜ ଦେଇଛନ୍ତି। ଆଉ ଚତୁର୍ଥ ହେଉଛି ସମସ୍ତେ ଏହାକୁ ବିଶ୍ୱାସ କରିବା ଦରକାର। ଏହିସବୁ କଥା ଆଧାରରେ ଯୋସେଫ୍ ସ୍ମିଥ୍ ମର୍ମନିଜିମ୍କୁ
ଏବଂ ବ୍ରାୟନ୍ ସ୍ମିଥ୍ ଦ ପାସିଅନ୍ ଟ୍ରାନ୍ସଲେସନ୍ ଲେଖିଦେଇଥିଲେ। ଆଉ ଖ୍ରୀଷ୍ଟିଆନ କଲ୍ଟ ଆଉ ଗୋଟେ ଅଛି, ସେ ମଧ୍ୟ ଏକ ନୂଆ ବାଇବଲ ଲେଖିଥିଲେ, ଆଉ ଯେଉଁଟାକି ଦ ୱାଲ୍ ଆପିୟର୍ସ ଇନ୍ ଦ ଫ୍ଲେଶ୍, ଯେଉଁଟାକି ଦ ଚର୍ଚ୍ଚ ଅଫ୍ ଅଲମାଇଟି ଗଡ୍। ସେମାନେ ବିଶ୍ୱାସ କରନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏକ ମହିଳା ବେଶରେ ପୁଣି ଥରେ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କ ବାଇବେଲ ହେଉଛି ଅଲଗା, ଆଉ ଏହାକୁ ସେମାନେ ପବିତ୍ର ବୋଲି ମଧ୍ୟ କହନ୍ତି, କିନ୍ତୁ ଏ କୌଣସି ରୂପରେ ପବିତ୍ର ହିଁ ନୁହେଁ, କାରଣ ଅରିଜିନାଲ ବାଇବଲ ହେଉଛି ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ ଦ୍ୱାରା ଲିଖିତ। ମାନେ ପରମେଶ୍ୱର କହିଲେ, ତାପରେ ସେମାନେ ଲେଖିଲେ। ଆଉ ଯଦି ଆମେ ଦେଖିବା ବାଇବେଲ ଟ୍ରାନ୍ସଲେସନ୍ 3 ପ୍ରକାର ରହିଅଛି ମୁଖ୍ୟତଃ। ଗୋଟେ ହେଉଛି ୱାର୍ଡ ଟୁ ୱାର୍ଡ। ୱାର୍ଡ ଟୁ ୱାର୍ଡ ମାନେ ଶବ୍ଦକୁ ଶବ୍ଦ, ପ୍ରତିଟି ଶବ୍ଦକୁ ଏଠି ଅନୁବାଦ କରାଯାଇଥାଏ। ଆଉ ଏଇ ପ୍ରକାର ବାଇବଲ ପୁରା ଆକ୍ୟୁରେଟ୍ ଅଟେ, ବିଲକୁଲ ମୂଳ ଭାଷାର ଆକ୍ୟୁରେଟ୍ ଅଟେ, ଯେଉଁଟାକି ଆମର KJV, NASB, ESV ଅନ୍ୟତମ ଅଟେ। ତାପରେ ଦ୍ୱିତୀୟ ପ୍ରକାର ବାଇବେଲ ହେଉଛି ଥଟ୍ ଫର୍ ଥଟ୍। ଆଉ ଏଠାରେ ୱାର୍ଡ ଟୁ ୱାର୍ଡ ଟ୍ରାନ୍ସଲେସନ୍ କରା ନଯାଇ ଆଇଡ଼ିଆକୁ ଟ୍ରାନ୍ସଲେସନ୍ କରାଯାଏ, ଯେପରି ଲୋକମାନେ ବାକ୍ୟକୁ ଭଲ ଭାବରେ ବୁଝିପାରିବେ। ଆଉ ଏଇ ପ୍ରକାର ବାଇବେଲ ହେଉଛି CSB, NIV ଆଉ NLT। ଆଉ ଏଠାରେ ମେସେଜକୁ ସରଳ ଭାବରେ ରଖାଯାଇଛି। ତ ନମ୍ବର 3 ହେଉଛି ପାରାଫ୍ରେଜ୍। ଆଉ ଏଠାରେ ନିଜ ଶବ୍ଦ ଦ୍ୱାରା ମୁଖ୍ୟ ଆଇଡ଼ିଆକୁ ଅନୁଭବ କରେଇବା। ଆଉ ଯେମିତି ବାଇବେଲ ଅଛି MSG, କିନ୍ତୁ ଦ ପାସିଅନ୍ ଟ୍ରାନ୍ସଲେସନ୍ କୌଣସି ରୂପରେ ଏହି 3ଟି କାଟେଗୋରୀରେ କୌଣସି କାଟେଗୋରୀରେ ମଧ୍ୟ ଆସୁନାହିଁ, ଆଉ ଯାହାକୁ ସର୍ଟକଟରେ TPT ବୋଲି କୁହାଯାଏ, ଦ ପାସିଅନ୍ ଟ୍ରାନ୍ସଲେସନ୍। ଆମେ ଏକ ଉଦାହରଣ ନେବା, ସଙ୍ଗ ଅଫ୍ ସଲୋମନ୍, ମାନେ ଓଡ଼ିଆରେ କୁହାଯାଏ ପରମ ଗୀତ। ପରମ ଗୀତ 4 ପର୍ବର 4 ପଦ। NLT এই ବାଇବଲରେ ଏମିତି ଲେଖାଯାଏ, Your neck is as beautiful as the Tower of David, jeweled with the seals of 1,000 heroes। ଯଦି ଆମେ ଦ ପାସିଅନ୍ ଟ୍ରାନ୍ସଲେସନକୁ ଆମେ ଦେଖିବା, ସେଠି ଏଇଭଳି ଟ୍ରାନ୍ସଲେସନ୍ କରାଯାଇଛି, When I look at you, I see your inner strength, so stately and strong, you are as secure as David's fortress, your virtues and grace cause 1,000 famous soldiers to surrender to your beauty। ଦେଖନ୍ତୁ, ଯଦି ଆମେ ଯଦି NLT ବାଇବଲ ଦେଖିବା, ଯଦି ପରମ ଗୀତ 4 ଅଧ୍ୟାୟ 4 ପଦ, ଏଠାରେ ଅଛି 17ଟି ୱାର୍ଡ ଅଛି। କିନ୍ତୁ ଯଦି ଆମେ TPT ମାନେ ଦ ପାସିଅନ୍ ଟ୍ରାନ୍ସଲେସନ୍ ଏଇ ବାଇବଲକୁ ଯଦି ଆମେ ଦେଖିବା, ସେ ସେମ୍ ବାକ୍ୟ, କିନ୍ତୁ ଏଠି ଅଛି 35ଟା ୱାର୍ଡ, ମାନେ ଆହୁରି ଏକ୍ସଟ୍ରା 18ଟି ୱାର୍ଡକୁ ଯୋଗ କରାଯାଇଛି। ଆଉ ବାଇବେଲର ଏଇ ଯେଉଁ ମୂଳ ଭାଷାର ଅର୍ଥକୁ ସମ୍ପୂର୍ଣ୍ଣ ବିକୃତ କରିକି ଅଲଗା ଅର୍ଥରେ ପ୍ରକାଶ କରାଯାଇଛି। এই ଅର୍ଥ ହେଉଛି ସମ୍ପୂର୍ଣ୍ଣ ରୂପେ ଅଲଗା ଅଟେ। ଏହିଭଳି ଭାବରେ ବାଇବେଲକୁ ବିକୃତ କରି ବଦଳେଇ ଦିଆଯାଇଛି। ଆଉ ଯେତେବେଳେ ମାର୍କେଟକୁ ଏମିତି ବିଷୟ ଆସେ, ସେତେବେଳେ ଲୋକମାନେ ଗ୍ରହଣ ମଧ୍ୟ କରିନିଅନ୍ତି, ଆଉ ଲୋକମାନେ এইଭଳି ସେମାନେ କାମ କରିଥାନ୍ତି। ଆଉ ଯଦି ଏମିତି ବଦଳେଇ ଦିଆଯିବ, ତେବେ ଆତ୍ମିକତା କିପରି ରହିବ? ତେଣୁ କୌଣସି ବାଇବେଲକୁ ପଢ଼ି ତାକୁ ଅନ୍ଧ ଭାବରେ ଗ୍ରହଣ ନ କରି ଆଉ ତାକୁ ଖୋଜିବାକୁ ପଡ଼ିବ। ଆପଣ ଖୋଜନ୍ତୁ କ'ଣ ସତ କ'ଣ ମିଛ। ଯଦି ଆପଣ ସତ ଶିକ୍ଷାକୁ ଚିହ୍ନିବେ, ତେବେ ଯାଇ ଆପଣ ଭ୍ରାନ୍ତ ଶିକ୍ଷାକୁ ଚିହ୍ନିପାରିବେ। ଆଉ ଯଦି ଆପଣ ସତ୍ୟ ଶିକ୍ଷା କ'ଣ ତାହା ଜାଣିବେ ନାହିଁ, ତେବେ ଆପଣ ଜାଣିପାରିବେ ନାହିଁ ଯେ ଭ୍ରାନ୍ତ ଶିକ୍ଷା କ'ଣ ଅଟେ, ଆଉ ଆପଣ କିଛି ମଧ୍ୟ କରିପାରିବେ ନାହିଁ। ଆଉ କେହି ମଧ୍ୟ ଆସିକି ଆପଣଙ୍କୁ ବୋକା ମଧ୍ୟ ବନେଇପାରେ। ତେବେ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଏକ ନୂଆ ପ୍ରକାର ବାଇବଲ ବାହାରିଛି, ଯାହାକୁ ଲେଖିଛନ୍ତି ବ୍ରାୟନ୍ ସିମନ୍ସ। ଆଉ ସେ ଦାବି କରନ୍ତି ଏଇ ବାକ୍ୟ ଡାଇରେକ୍ଟ ଈଶ୍ୱର ମତ ଆସିକି କହିଛନ୍ତି, ସେତିକି ଆମେ ଲେଖିଛେ। ତେବେ ସମସ୍ତଙ୍କୁ ଆନ୍ତରିକ ନମସ୍କାର। ପୁଣି ଦେଖାବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।